ଆଜିକି ପ୍ରାୟ 4-5 ବର୍ଷ ହବ ଯେତେବେଳେ ସେ ରାସ୍ତାର କାମ ହଉଥିଲା ବନମାଳୀପୁରଠୁ ଭଁରାଗାର ପର୍ଯ୍ୟନ୍ତ। ସେ ସମୟରେ ସେ ରାସ୍ତାର ଅନ୍ୟ କାମ ସବୁ ହେଲା, ସେ ଜାଗାଟା ଛାଡିଦେଲେ। ପ୍ରାୟ 2-3 କିଲୋମିଟର ରାସ୍ତା ଏତେ ଦୟନୀୟ ଅଛି, ଏତେ ଖରାପ ଅଛି। ଡିପାର୍ଟମେଣ୍ଟକୁ ଆରଏନବି କୁ ବାରମ୍ବାର ଲେଖା ଯାଉଛି, କିନ୍ତୁ ସେମାନେ ଏ ବିଷୟରେ କୌଣସି ଧ୍ୟାନ ଦଉନାହାନ୍ତି। ଲୋକମାନଙ୍କ ଭିତରେ ଭାରି ଅସନ୍ତୋଷ ଦେଖା ଦେଇଛି। ତେଣୁକରି ଏ ରାସ୍ତାଟା ତୁରନ୍ତ ମାନେ କାର୍ଯ୍ୟକାରୀ ହେବା ଦରକାର। ଶୁଣିବାକୁ ପାଉଛି ଯେ ରାସ୍ତା ଜମି ଅଧିଗ୍ରହଣ ପାଇଁ ସମସ୍ୟା, କିନ୍ତୁ ଜମି ତ ବହୁତ ଆଗରେ ଅଧିଗ୍ରହଣ ହେଇଥିଲା, ତାଙ୍କ ଟଙ୍କା ପାଇଥିଲେ, କିନ୍ତୁ ଯେହେତୁ ସରକାରୀ ଖାତାରୁ ସେମାନେ ବାଦ, ସରକାରୀ ଖାତାକୁ ଜମି ନ ଆଣିବାରୁ ମାନେ ଜମି ବାଲା ଆଉ ଥରେ ପୁଣି ପଇସା ମାଗୁଛନ୍ତି। ଏହା ଗୋଟେ ଦୁର୍ଭାଗ୍ୟଜନକ କଥା। ଏ ବିଷୟରେ ଜିଲ୍ଲାପାଳ ଧ୍ୟାନ ଦେବା ଦରକାର। ତା ସହିତ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି, ବହୁତ ବହୁତ ଧନ୍ୟବାଦ ଦେବି ଯେ ଆଜି ଯୋଉଟା କି ସେ କିଛି ଦିନ ତଳେ ଘୋଷଣା କଲେ, ପଞ୍ଚାୟତ ପ୍ରତିନିଧି ମାନଙ୍କ ଯଦି କାର୍ଯ୍ୟରତ ସମୟରେ ଦେହାନ୍ତ ହେଇଯାଏ, ସରପଞ୍ଚ ସମିତି ମେମ୍ବର ବା ସେମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଦେବେ ସରକାର। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତି ଭଲ ଯୋଜନା, ଯୋଉଟା କି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତା ସହିତ ଏ ଯୋଉ ଶକ୍ତିଶ୍ରୀ ଯୋଜନାଟି ଏବେ ଘୋଷଣା କଲେ, ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଟେକ୍ସନ ପାଇଁ ଏବଂ ମହିଳା ମାନଙ୍କର ପ୍ରୋଟେକ୍ସନ ପାଇଁ, ଏହା ମଧ୍ୟ ଭାରତବର୍ଷରେ 1 ନମ୍ବର। ତେଣୁକରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ସବୁବେଳେ ନୂଆ ନୂଆ ଯୋଜନା ଘୋଷଣା କରିଛନ୍ତି, ଯାହାକି ଭାରତବର୍ଷରେ କୌଣସି ପ୍ରଦେଶରେ ନାହିଁ, ଏବଂ ଏହା ପାଇଁ ଧନ୍ୟବାଦ ଦେଉଛି। ଏବଂ ବର୍ତ୍ତମାନ ବର୍ଷା ସମୟରେ ଏ ନଈର ବନ୍ଧ ଗୁଡାକ ମଧ୍ୟ ମଜବୁତ ହେବା ଦରକାର। ଖାଇଯାଉଛି ବନ୍ଧ ଗୁଡାକ। ତେଣୁକରି ଏ ବିଷୟରେ ବିଭାଗ ମଧ୍ୟ ସଚେତନ ହେବା ଦରକାର ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। କାରଣ ଯେହେତୁ ବର୍ଷା ସିଜନ, ଏ ଦିଗରେ ଲକ୍ଷ୍ୟ ଦେବା ଦରକାର। ଏବଂ ପରିଶେଷରେ ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦଉଛି ତାଙ୍କର ଏଇ ଯୋଉ କାର୍ଯ୍ୟକ୍ରମ ପାଇଁ। ଏବଂ ସମସ୍ତଙ୍କୁ ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ।